ପିଲାମାନେ ଆଜି ଆଲୋଚନା କରିବା ଏସେ ବା ପ୍ରବନ୍ଧ ରଚନା ବୋଲି ତୁମେ ଯାହାକୁ କହିଥାଅ। ତ କ'ଣ ହେଇଛି ନା ଏସେର ଡେଫିନେସନ୍ କରିବାକୁ ଯାଇ ଦ ସଟର ଅକ୍ସଫୋର୍ଡ ଡିକ୍ସନାରୀରେ କୁହାଯାଇଛି କ'ଣ ଏ ସର୍ଟ କମ୍ପୋଜିସନ୍ ଅନ୍ ଏନି ପାର୍ଟିକୁଲାର ସବଜେକ୍ଟ। ଏହି ପରିପ୍ରେକ୍ଷୀରେ ସାମୁଏଲ ଜନସନଙ୍କ ପ୍ରବନ୍ଧ ସମ୍ପର୍କିତ ସଂଖ୍ୟାକୁ ଉଦ୍ଧାର କରାଯାଇପାରେ। ସାମୁଏଲ ଜନସନ କହନ୍ତି ପ୍ରବନ୍ଧ ହେଉଛି ଏକ ଅନିୟମିତ ଅପରିପକ୍ୱ ରଚନା। ଅନିୟମିତ ଏବଂ ଅପରିପକ୍ୱ ରଚନା ଆନ୍ ଇରେଗୁଲାର ଅନଡାଇଜେଷ୍ଟେଡ୍ ପିସ୍। ଏଡମଣ୍ଡ ରସ୍ ପ୍ରବନ୍ଧର ଆକାର ବା ଡେଫିନେସନରେ କ'ଣ କହିଛନ୍ତି? ଏ କମ୍ପୋଜିସନ୍ ଅଫ୍ ମୋଡରେଟ୍ ଲେନ୍ଥ ହୁଇଚ୍ ଡିଲ୍ସ in an essay then cursory way with the external condition of a subject and in strictness with the subject only as it affects the writer। ଏସେ ବା ପ୍ରବନ୍ଧ ଏକ ଯଥାଯଥ ପରିମିତିଯୁକ୍ତ ରଚନା। ଏଥିରେ ସଯତ୍ନ ସହକାରେ ଉପଜୀବ୍ୟଙ୍କୁ ପରିବେଷଣ କରାଯାଏ। ବିଷୟବସ୍ତୁଟିକୁ ହିଁ ଲେଖକକୁ ପ୍ରଭାବିତ କରେ। ତେଣୁ ଏମିତି ଦେଖିଲେ ଏସେର ଡେଫିନେସନ୍ ଅନେକ। କୌଣସି ଏକ ଡେଫିନେସନ୍ ଏସେ ଅର୍ଥରେ ପ୍ରଯୁକ୍ତ ହୋଇପାରିବ ନାହିଁ। ତଥାପି ଭାବ ପ୍ରକାଶର ଏହା ଏକ ମାଧ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଏସେ ଶବ୍ଦର ବ୍ୟବହାର 17th ସେଞ୍ଚୁରୀରେ ପରିଲିଖିତ ହୋଇଥିଲା ଇଂଲିଶ ଲିଟରେଚର। ଏହାର ଡିକ୍ସନାରୀ ମିନିଂ ହେଉଛି ପ୍ରଯତ୍ନ ବା ଉଦ୍ୟମ। ଏଣୁ ଏସେ ଶବ୍ଦ ମୁଖ୍ୟତଃ ଗଦ୍ୟ ରଚନା କ୍ଷେତ୍ରରେ ପ୍ରଯୁକ୍ତ ହେଉଛି। ତେବେ ଏଠାରେ ପ୍ରବନ୍ଧ ସାହିତ୍ୟର ପ୍ରଥମ ସ୍ରଷ୍ଟା ରୂପେ ଫରାସୀ ଲେଖକ ମଣ୍ଟେଜିନ୍ଙ୍କୁ ସ୍ମରଣ କରାଯାଇପାରେ। ପ୍ରଥମେ ତାଙ୍କର ପ୍ରବନ୍ଧ ଗୁଡ଼ିକ ଏସେଇସ୍ ଶିରୋନାମରେ ପ୍ରକାଶ ହୋଇଥିଲା। ଏହାର ଅର୍ଥ ହେଲା ଏକ ପ୍ରଚେଷ୍ଟା। ଏହାପରେ 17th ସେଞ୍ଚୁରୀର ପ୍ରାକ୍ କାଳରେ ବେକନ୍, ୱିଲିୟମ୍ କର୍ଣ୍ଣୱାଲିସ୍, ଆବ୍ରାହିମ୍ କାଉଲେ ଆଦି ପ୍ରାବନ୍ଧିକ ଏସେ ରଚନାରେ ଅଗ୍ରଣୀ ଥିଲେ। ଏଠାରେ ଅବଶ୍ୟ ସ୍ମରଣୀୟ କରାଯାଇପାରେ ଯେ 1690ରେ ଲକ୍ ଏକ ଦାର୍ଶନିକ ବ୍ୟାଖ୍ୟାନର ନାମ ରଖିଥିଲେ କ'ଣ? ଏସେ କନସର୍ନିଂ ହ୍ୟୁମାନ୍ ଅଣ୍ଡରଷ୍ଟାଣ୍ଡିଂ। ଆମର ଯେ ପୋପ୍, ଆମର ଅତି ଫେମସ୍ ପୋଏଟ୍ ପୋପ୍ ଏକ କବିତାର ନାମ ଦେଇଥିଲେ ଏସେ ଅନ୍ ମ୍ୟାନ୍। ତାଙ୍କ ଏସେ ଅନ୍ କ୍ରିଟିସିଜିମ୍ ପଦ୍ୟରେ ରଚିତ। ବସ୍ତୁତଃ ଏହିସବୁ ଆଲୋଚନା ମାଧ୍ୟମରେ ଆମେ ଏତିକି କହିପାରିବା ଯେ ଏସେ ହେଉଛି ଏକ ସ୍ୱୟଂ ସମ୍ପୂର୍ଣ୍ଣ ସାରସ୍ୱତ ସୃଷ୍ଟି। 18th ସେଞ୍ଚୁରୀରୁ ଇଂଲିଶ ଲିଟରେଚରରେ ଯେଉଁ ପ୍ରବନ୍ଧ ସାହିତ୍ୟ ଏସେ ପ୍ରତି ସଚେତନ ହୋଇଥିଲେ ଲେଖକମାନେ। ପରବର୍ତ୍ତୀ ସମୟରେ ବିଭିନ୍ନ ପତ୍ରପତ୍ରିକା ମାଧ୍ୟମରେ ଇଂଲିଶ ଏସେ ଯେଉଁ ତାର ଯେଉଁ ଲିଟରେଚରରେ ଖୁବ୍ ଆଶାତୀତ ଭାବରେ ଅଗ୍ରଗତି ଘଟିଥିଲା। ପିଲାମାନେ ଆଜି ପାଇଁ ଏତିକି। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।